ଏକ ଛୋଟ ଗରିବ ପିଲା ତାଙ୍କ ନାଁ ଚୁନି ନିଖୁତ ଗାଁ ଦୃଶ୍ୟ ଗଛପଲା ଓ କାଦୁଆ ଘର ଚୁନି ଅଧଖାଲି କପଡ଼ା ପିନ୍ଧି ଗଛ ତଳେ ବସିଛି ତାଙ୍କ ଆଖିରେ ଆଶା ଓ ସ୍ୱପ୍ନ ଅଛି। बेटा, मुझे इग्नोर मत करना। अगर तू सच में मुझसे प्यार करता है तो इस वीडियो को लाइक करके चैनल को सब्सक्राइब कर देना और कमेंट में जय श्री राम लिख देना। ଚୁନି ଗ୍ରାମ ହାତରେ ଏକ ଚା ଦୋକାନରେ ବଡ଼ ବଡ଼ ଗିଲାସ ଧୋଉଛି ତାଙ୍କ ହାତରେ ବାଲ୍ଟି ଚା ଧୂଆଁ ଉଠୁଛି ପାଖରେ ଗ୍ରାମ ଲୋକ ବସିଛନ୍ତି। ରାତି ବେଳେ ମାଟି ଘର ଭିତରେ ଚୁନି ଏକ କେରୋସିନ ଲ୍ୟାମ୍ପ ତଳେ ବସି ପୁସ୍ତକ ଓ ଖାତା ନେଇ ପଢୁଛି ଏକ ଗଭୀର ଧ୍ୟାନ ରହିଛି। ଗାଁର ଏକ ଶିକ୍ଷକ ଧୋତି କୁର୍ତ୍ତା ପିନ୍ଧିଥିବା ଗଛ ତଳେ ଚୁନିକୁ ଏକ ନୂଆ ପୁସ୍ତକ ଦେଉଛନ୍ତି। ଶିକ୍ଷକ ହସୁଛନ୍ତି। ଚୁନି ଆଶ୍ଚର୍ଯ୍ୟ ଓ ଆଭାର ସହ ଦେଖୁଛି ଚୁନି ବଡ଼ ହୋଇଯାଇଛି। ଏବେ ଶିକ୍ଷକ ପୋଷାକ ସଫା କୁର୍ତ୍ତା ପାଇଜାମା ଏକ ଖୋଲା ଗାଁ ସ୍କୁଲରେ ଛୁଆମାନଙ୍କୁ ପଢ଼ାଉଛି ତାଙ୍କ ହାତରେ ପୁସ୍ତକ ଶିଶୁମାନେ ଧ୍ୟାନ ଦିଅଛନ୍ତି। ଚୁନି ଏକ ରୁଡ଼ ମାଟି ଜାଗାରେ ଗରିବ ପିଲାମାନଙ୍କୁ ଖାତା ଓ ସ୍ଲେଟ୍ ସହିତ ପଢ଼ାଉଛନ୍ତି ସବୁ ପିଲା ଭଲ ଭାବେ ଶୁଣୁଛନ୍ତି ଚୁନି ସହଜ ହସ ଦେଉଛନ୍ତି। ସନ୍ଧ୍ୟାବେଳେ ଚୁନି ଏକ ଉଚ୍ଚାଠାରେ ଦାଉଡ଼ିଆ ଦିଗକୁ ଦେଖୁଛନ୍ତି ତାଙ୍କ ହାତରେ ପୁସ୍ତକ ଓ ମୁହଁରେ ସନ୍ତୋଷ ଭରା ହସ ଆକାଶରେ ଡାକ ପକ୍ଷୀ ଉଡ଼ୁଛି ସ୍ୱପ୍ନ ସଫଳ ହେଲା।